କାହାକୁ ଅନେଇ ବଞ୍ଚିବି ରେ ଆଉ କାହାକୁ ଅନେଇ ବଞ୍ଚିବି ରେ ଆଉ ଏତେ ଭୁଲ କାମ କରିଦେଲା କି ରେ। ଜଣେ ଯୁବକ ନିଜ ଘର ଭିତରେ ଦୌଡ଼ି ସାହାଯ୍ୟରେ ଜୀବନ ହାରି ଦେଇଥିବା ବେଳେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ପୁଅର ମୃତଦେହ ଦେଖିବା ପରେ ମୁଣ୍ଡ ବାଡ଼େଇ କାନ୍ଦୁଛନ୍ତି ବାପା ମା ଓ ତାଙ୍କ ସ୍ତ୍ରୀ। ଏପରିକି ଗାଁ ଦାଣ୍ଡ କାନ୍ଦବୁବାଳିରେ ଫାଟି ପଡ଼ୁଥିବା ବେଳେ ସେହି ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଝାରପୁଖରିଆ ଥାନା ଅନ୍ତର୍ଗତ ସାରସକଣା ଗ୍ରାମର ପ୍ରଶାନ୍ତ କୁମାର ସାହୁଙ୍କ ବଡ଼ ପୁଅ ରାଜେଶ କୁମାର ସାହୁ। ସେ ବାରିପଦା ବିଦ୍ୟୁତ୍ ବିଭାଗରେ ଠିକା କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ବେଳେ ଗତକାଲି ବହଳଦା ଥାନା ଅନ୍ତର୍ଗତ ଡାଳିମା ଗ୍ରାମ ତାଙ୍କ ପିଉସୀଙ୍କ ଘରକୁ ବାହାଘର କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ। ଆଉ ଆଜି ସକାଳେ ଡ୍ୟୁଟି ଅଛି କହି ବାରିପଦା ସ୍ଥିତ ଭଡ଼ା ଘରକୁ ଫେରିଥିଲେ। ସେପଟେ ସେହି ଭଡ଼ା ଘରେ ତାଙ୍କ ସହିତ ଅନ୍ୟ ଜଣେ ସାଙ୍ଗ ମଧ୍ୟ ରହୁଥିଲେ। ହେଲେ ସେହି ସାଙ୍ଗ ଜଣକ ସକାଳ 6ଟାରେ ଡ୍ୟୁଟି ଚାଲି ଯାଇଥିବା ବେଳେ ଡ୍ୟୁଟିରୁ ଫେରି ଦେଖିଥିଲେ ଯେ ରୁମ୍ ଭିତରେ ବେକରେ ରସି ଲଗାଇ ରାଜେଶ ନିଜର ଜୀବନ ହାରି ଦେଇଛନ୍ତି। ତେଣୁ ସେ ସ୍ଥାନୀୟ ଲୋକମାନଙ୍କୁ ଡାକିବା ସହ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ତାଙ୍କ ସ୍ତ୍ରୀ 3 ବର୍ଷର ଝିଅ ଓ ବାପା ମା ପହଞ୍ଚିବା ପରେ ବାରିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ଜଣାପଡ଼ିନଥିବା ବେଳେ ପୁଲିସର ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିପାରେ। କାହାକୁ ଅନେଇ ବଞ୍ଚିବି ରେ ଆଉ କାହାକୁ ଅନେଇ ବଞ୍ଚିବି। ମୟୂରଭଞ୍ଜ ଜିଲ୍ଲା ସାରସକଣାରୁ ତପନ କୁମାର ଦଣ୍ଡପାଟଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।